କାହିଁ କେତେ ଦିନ ହେଲା ମୁଁ ଭିଡ଼ିଓ ଆଉ ପୋଷ୍ଟ କରୁନି। ତା ମାନେ କ'ଣ ମୁଁ ଭାତ ଖାଉନି ନା କ'ଣ? ଭାତ ଖାଉଥିଲି ଯେ ସବୁବେଳେ ସେଇ ଗୋଟିଏ ରେସିପିରେ ଶାଗ ମୁଗ ଏଇସବୁ ଖାଇକି ବିଜାରିଆ ହେଇଗଲିଣି। ଆପଣ ଦେଖି ମୋତେ ବିଜାରିଆ ହେଇଯାଇଥିବେ। ତେଣୁ ଏଠି ଟିକେ ଆଜି ମାଛ ଆସିଥିଲା ଘରକୁ, ଭାବିଲି ଆଜି ଯେମିତି ହେଲେ ଗୋଟେ ଭିଡ଼ିଓଟେ ବନେଇବି ଆଉ 2-3 ମିନିଟ୍ରେ ହଉ ଭିଡ଼ିଓଟେ ବନେଇଦେବି। ସେଥିପାଇଁ ରୋହି ମାଛ ଆସିଥିଲା 100 ଟଙ୍କାର ହେବ। ସେ ରୋହି ମାଛକୁ ଏଠି ଭଲ ଭାବରେ ଭାଜିକି କଡ଼କ ଭଜା କରିକି ରଖିଦେଇଛି ଆଗରୁ। ପୁରା ଭଲ ଭାବରେ ମସଲା ଦେଇକି ୟାକୁ ସୋରିଷ ତେଲରେ ପୁରା କଡ଼କ ଫ୍ରାଏ କରିଦେଇଛି। ଏମିତି ଭଜା ଖାଇଲେ ପଖାଳ ସହିତ ଜମିଯିବ, କିନ୍ତୁ ଟିକେ ଝୋଳ କରିବି ବୋଲି ଭାବିଥିଲି ଆମ୍ବୁଲ ଦେଇକି। ସେଇଥିପାଇଁ ଏଠି କଡ଼େଇରେ ପାନମଧୁରୀ ଟିକେ ପକାଇଦେଲି, କଟା ପିଆଜକୁ ଟିକେ ପକାଇଦେଲି, ତାକୁ ଟିକେ ଭଜାଭଜି କରିକି ତାପରେ ଟମାଟୋ ତ ଯାହା ରେଟ୍, କିନ୍ତୁ କଞ୍ଜୁସି ନ କରିକି ଟମାଟୋ ମୁଁ ପକାଇ ଦେଇଛି। ଆପଣ ଚାହିଁଲେ ଆପଣଙ୍କ ହିସାବରେ ଟିକେ କମ୍ ବେଶୀ କରିପାରିବେ। ମୁଁ ଏଠି ଆମ୍ବୁଲ ପକାଇବି ତ, ସେଇଥିପାଇଁ ଅଳ୍ପ ଟିକେ ପକାଇଛି ଟମାଟୋ। ବେଶୀ ଖଟା ହେଲେ ମୋତେ ଭଲ ଲାଗିବନି। ଦେଖୁନ ଟମାଟୋ ଟିକେ ଭାଜି ହେଇଗଲା। ଏପଟେ ମୁଁ ମସଲା ଗୋଟେ ରେଡ଼ି କରି ରଖିଛି ବାଟିକି ଶିଳରେ। ଶିଳ ବଟା ମସଲା ପୁରା ଟେଷ୍ଟ, ବାସ୍ନା ସବୁ ପୁରା 1 ନମ୍ବର ଆସିବ। ମସଲାଟା ବାଟିକି ଏଠି ପକାଇଦେଲି। ମସଲାରେ ବେଶୀ କିଛି ନାହିଁ, ଯେମିତି ସବୁବେଳେ ବାଟାଯାଏ। ସୋରିଷ, ରସୁଣ, ଧନିଆ, ଜିରା ଆଉ ଅଦା ଟିକେ ପକାଇଛି। ଏସବୁ ମସଲାକୁ ଟିକେ ଭାଜି ହେଲା ପରେ ଟିକେ ଶୁଖିଲା ମସଲା ପକାଇଦେବେ, ଯେମିତି ହଳଦୀ, ଲଙ୍କାଗୁଣ୍ଡ, ଏସବୁ ବେସିକ୍ ଜିନିଷ ପକାଇଦେବେ। ତାକୁ ଟିକେ ଭଲ ଭାବରେ ଟିକେ କଷିଦେବେ। ତେଲ ଛାଡ଼ିଲା ପର୍ଯ୍ୟନ୍ତ ଟିକେ କଷିଦେଲା ପରେ ଆଉ କିଛି ନାହିଁ, ଆକୁ ଟିକେ ଭଲ ଭାବରେ କଷି ସାରିଲା ପରେ ପାଣି ଦେଇଦେବେ। ସ୍ୱାଦ ଅନୁସାରେ ପାଣି ଦେଇଦେବେ। ଟିକେ ଆକୁ ଭଲ ଭାବରେ ଟିକେ କଷିବେ ଆଉ ଲୋ ଫ୍ଲେମ୍ରେ ଟିକେ କଷିଦେବେ। ମୁଁ ତ ଏଠି ଚୁଲିରେ କରୁଛି। ଏଠି ଦେଖନ୍ତୁ ପାଣି ଦେଇଦେଲି। ପାଣି ଦେଇଦେବେ, ଆପଣ ମାଛ ହିସାବରେ ପାଣି ଦେବେ। ମୁଁ ଏଠି ଆମ୍ବୁଲ ଝୋଳ ଯେହେତୁ କରିବି ଟିକେ ଖଟା ଲାଗିବା ପାଇଁ ଟିକେ ଅଳ୍ପ ଟିକେ ଅଧିକ ପାଣି ଦେବି। ଦେଖନ୍ତୁ ସବୁତକ ମାଛ ଏଠି ଭଜା ହେଇଗଲାଣି। ତାୱାଟାକୁ ଓହ୍ଲେଇକି ରଖିଦେଇଛି ଚୁଲିରୁ। ଏପଟେ ମାଛ ଭାଜିବା ସହିତ ଗୋଟେ ମାଛ ଆମେ ଏଠି କାଢ଼ିକି ଖାଇସାରିଲୁଣି, ଚାଖି ସାରିଲୁଣି ଗୋଟେ କେମିତି ହେଇଛି। ଆମିଷିଆ ପାଟି ତ ସମ୍ଭାଳି ହେଲାନି। ଏଠି ଦେଖନ୍ତୁ ସବୁ ଯେଉଁ ମସଲା ପାଣିଟା ଫୁଟିଆ ଅବସ୍ଥାରେ ପହଞ୍ଚିଗଲାଣି। ଅଳ୍ପ ଟିକେ ଫୁଟିଲା। ଏଇ ସମୟରେ ହିଁ ମାଛ ଯାକ ସବୁ ଦେଇଦେବା। ଦେଖନ୍ତୁ ମୁଁ ସବୁ ଗୋଟି କରିକି ପାଣିରେ ମାଛ ଯାକ ଛାଡ଼ି ଦେଉଛି। ମାଛଟା ବହୁତ ହି ଭଲ ଭାବରେ ବାସ୍ନା ଆସିବା ପାଇଁ ଏଠି ଆଗରୁ ଟିକେ ଭୃଷଙ୍ଗ ପତ୍ର ପକାଇଦେବେ ଯଦି, ତାହେଲେ ବହୁତ ହି ଭଲ। ନହେଲେ ଏବେ ଲାଷ୍ଟରେ ପକାଇଲେ ମଧ୍ୟ ଚଳିବ। ଭୃଷଙ୍ଗ ପତ୍ର ଯେହେତୁ ନଥିଲା, ମୁଁ ଏଠି ଧନିଆ ପତ୍ର ପକାଇବି ଆଗକୁ। ଦେଖନ୍ତୁ ମୁଁ ଗୋଟି କରି ସବୁତକ ମାଛ ପିସ୍ ଗୁଡ଼ା ପକାଇଦେଲି ଭଲ ଭାବରେ। ଆପଣ ଯଦି ଭଜା ମାଛ ଯେମିତି ଖାଇବେ ତାହେଲେ ବି ବହୁତ ହି ଟେଷ୍ଟ ଆସିବ। ଏପଟେ ଗୋଟେ କଟା ଆମ୍ବୁଲକୁ ରଖା ହେଇଥିଲା, ସେ ଫାଳ ଆମ୍ବୁଲଟାକୁ ପକାଇଦେଲି। ଖଟା ହିସାବରେ ଆପଣ ପକାଇ ପାରିବେ। ମୁଁ ଗୋଟେ ହିଁ ପକାଇଛି ଆମ୍ବୁଲ ପାଇଁ, ଖଟା ପାଇଁ। ଦେଖନ୍ତୁ ମାଛ ଗୁଡ଼ା ଯେମିତି ଭାଙ୍ଗିବନି ସେମିତି ଟିକେ କଷେଇ ଦେବେ। ଏଠି ଲାଷ୍ଟରେ ଧନିଆ ପତ୍ର କି ଭୃଷଙ୍ଗ ପତ୍ର ପକାଇକି କାଢ଼ିଦେବେ ଆଉ।